ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପତ୍ରର ପ୍ରଥମ ପର୍ବର 10 ପଦରୁ ଆରମ୍ଭ କରି 18 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ପ୍ରଥମ ପର୍ବର 10 ପଦରେ ଏହିପରି ଲେଖା ଅଛି, ମୁଁ କି ଏବେ ମନୁଷ୍ୟମାନଙ୍କର କିମ୍ବା ଈଶ୍ୱରଙ୍କର ପ୍ରିୟପାତ୍ର ହେବାକୁ ଯତ୍ନ କରୁଅଛି ଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି? ଯଦି ମୁଁ ଏବେ ସୁଦ୍ଧା ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରୁଥାନ୍ତି, ତେବେ ମୁଁ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ନାହିଁ। ଦେଖନ୍ତୁ, ବିନାଶପ୍ରାପ୍ତମାନଙ୍କ ନିମନ୍ତେ ସୁସମାଚାର ପ୍ରଚାର କୌଣସି ଆନନ୍ଦଜନକ ନୁହେଁ। କୌଣସି ମନୁଷ୍ୟ ଈଶ୍ୱର ଓ ମନୁଷ୍ୟ ଉଭୟଙ୍କୁ ସନ୍ତୁଷ୍ଟ କରିପାରେ ନାହିଁ। ଆଜି ଯଦି ଆପଣ ଏହି ଅନୁଗ୍ରହର ସୁସମାଚାର ପ୍ରଚାର କରନ୍ତି, ତାହେଲେ ଆପଣ ସମସ୍ୟାର ସମ୍ମୁଖୀନ ହେବେ। କାରଣ ଏହା ସେହି ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ଯାହାକୁ ପାପୀ ଘୃଣା କରେ। ଆଜି ଅନେକ ଏହି ଅନୁଗ୍ରହର ସୁସମାଚାରକୁ ଘୃଣା କରନ୍ତି ଓ ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି। କାରଣ ସେମାନେ ଈଶ୍ୱରଙ୍କୁ ନୁହେଁ ବା ଖ୍ରୀଷ୍ଟଙ୍କୁ ନୁହେଁ, ମାତ୍ର ପାପକୁ ପ୍ରେମ କରନ୍ତି ଓ ପାପରେ ଜୀବନ ଅତିବାହିତ କରିବାକୁ ଚାହାନ୍ତି ଓ ତହିଁରୁ ଆନନ୍ଦ ପାଇବାକୁ ଚାହାନ୍ତି। ସେମାନେ ଶ୍ରୁତିମଧୁର ବାକ୍ୟ ଶୁଣିବାକୁ ବେଶ୍ ପସନ୍ଦ କରନ୍ତି ଓ ନିଜକୁ ସୁହାଇବା ଭଳି ବାକ୍ୟକୁ ଗ୍ରହଣ କରନ୍ତି, ମାତ୍ର ସୁସମାଚାର ଶୁଣିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହି ଅନୁଗ୍ରହର ସୁସମାଚାର ଆମ୍ଭମାନଙ୍କୁ ଧୂଳିର ସମାନ କରାଏ ଓ ଈଶ୍ୱରଙ୍କ ସମ୍ମୁଖରେ ଭିକାରୀ କରାଏ। ଯେପରି ଆମେ ବିଶ୍ୱାସରେ ତାହାଙ୍କର ନିକଟବର୍ତ୍ତୀ ହୋଇ ସେହି ଖ୍ରୀଷ୍ଟଙ୍କଠାରେ ନିଜର ସମସ୍ତ ପାପ ସ୍ୱୀକାର କରି ପାପରୁ ଉଦ୍ଧାରପ୍ରାପ୍ତ ହେଉ। ଆଜି ଅନେକ ନିଜର ଧର୍ମକର୍ମ ଉପରେ ନିର୍ଭର କରି ଉଦ୍ଧାର ପାଇବେ ବୋଲି ଭାବନ୍ତି। ତେଣୁକରି ସେମାନେ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରନ୍ତି ନାହିଁ। ମାତ୍ର ତାହା ସମ୍ଭବ ନୁହେଁ। ଆମେ ଉଦ୍ଧାର ପାଇବା ନିମନ୍ତେ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଆବଶ୍ୟକ କରୁ। କାରଣ ଆମେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ନୀତି ନିୟମ ପାଳନ କରି ଧର୍ମକର୍ମ ସାଧନ କରିପାରିବା ନାହିଁ। ଏହା ମନୁଷ୍ୟ ପକ୍ଷେ ଅସମ୍ଭବ, ଯେହେତୁ ମନୁଷ୍ୟ ସ୍ୱଭାବତଃ ପାପୀ। ତେଣୁ ଈଶ୍ୱର ଚାହାନ୍ତି ଆମ୍ଭମାନଙ୍କୁ ଏକ ନୂତନ ଜୀବନ ଦେବା ପାଇଁ, ଏକ ନୂତନ ହୃଦୟ ଦେବା ପାଇଁ, ଆଉ ତାହା କେବଳ ଖ୍ରୀଷ୍ଟଙ୍କ ମାଧ୍ୟମରେ। ଯେପର୍ଯ୍ୟନ୍ତ ଆମେ ଖ୍ରୀଷ୍ଟଙ୍କଠାରେ ଆମର ପାପପୂର୍ଣ୍ଣ ଜୀବନକୁ ସମର୍ପଣ କରିନାହୁଁ ଓ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନାହୁଁ, ସେ ପର୍ଯ୍ୟନ୍ତ ଆମେ ସେହି ନୂତନ ଜୀବନ ପାଇପାରିବା ନାହିଁ। ସେଥିପାଇଁ 2 କରିନ୍ଥୀୟ 5 ପର୍ବର 17 ପଦରେ ଲେଖା ଅଛି, ଯେ କେହି ଖ୍ରୀଷ୍ଟଙ୍କଠାରେ ଅଛି ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ପ୍ରିୟ ବନ୍ଧୁ, ଆଜି ଆମେ ଜଣକୁ ଆବଶ୍ୟକ କରୁ ଯିଏକି ଆମକୁ ଉଦ୍ଧାର କରିପାରିବେ। କିନ୍ତୁ ଆଜି ଯେଉଁମାନେ ବ୍ୟବସ୍ଥା ଓ ବିଧିବିଧାନ ପ୍ରଚାର କରନ୍ତି, ସେମାନେ ଅତି ଲୋକପ୍ରିୟ ହୁଅନ୍ତି। ଦିନେ ଜଣେ ବ୍ୟକ୍ତି ପ୍ରଚାର କରୁଥିଲେ, ଆଉ ସେ ତାହାଙ୍କର ପ୍ରଚାର ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଗତକୁ ଆଗମନ କରିବା ନେଇ ପ୍ରଚାର କରୁଥିଲେ। ସେ ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ନେଇ ପ୍ରଚାର କଲେ। କିନ୍ତୁ ସେ ଯେଉଁ ଲୋକମାନଙ୍କ ମଧ୍ୟରେ ପ୍ରଚାର କରୁଥିଲେ, ସେମାନେ ଯେ ପାପୀ ଓ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଆବଶ୍ୟକ କରନ୍ତି, ତାହା ସେ ପ୍ରକାଶ କରିବା ନିମନ୍ତେ ବିଫଳ ହେଲେ। ତାଙ୍କର ଶ୍ରୋତାମଣ୍ଡଳୀ ନିମନ୍ତେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁଭୋଗ କଲେ ଓ ସେମାନେ ଉଦ୍ଧାର ପାଇବା ନିମନ୍ତେ ତାହାଙ୍କଠାରେ ବିଶ୍ୱାସ କରିବା ଆବଶ୍ୟକ, ତାହା ସେ ଜଣାଇବା ନିମନ୍ତେ ଅବହେଳା କଲେ। ମାତ୍ର ତହିଁ ପରିବର୍ତ୍ତେ ସେ ଉତ୍ସର୍ଗୀକରଣ ନେଇ କହିଲେ। ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ଜୀବନକୁ ସମର୍ପଣ କରିବା ନିମନ୍ତେ ସେ ସେମାନଙ୍କୁ ଆହ୍ୱାନ ଦେଲେ। କିନ୍ତୁ ପ୍ରିୟ ବନ୍ଧୁ, ଆସୁ ଆମେ ସାଧୁତା ରକ୍ଷା କରୁ। ଖ୍ରୀଷ୍ଟ ଆମମାନଙ୍କର ପୁରାତନ ଜୀବନକୁ ଚାହାନ୍ତି ନାହିଁ। ତାହାଙ୍କ ନିକଟରେ ଅର୍ପଣ କରିବା ନେଇ ଆମମାନଙ୍କର କିଛି ହିଁ ନାହିଁ। ସେ ଆଜି ଆମମାନଙ୍କ ଜୀବନ ମଧ୍ୟ ଦେଇ କିଛି ସାଧନ କରିବା ପାଇଁ ଚାହାନ୍ତି। ତାହା ହିଁ ପ୍ରକୃତିରେ ଆମକୁ ଶିକ୍ଷା କରିବାକୁ ଅଛି। ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ଆପଣଙ୍କଠାରୁ ବା ମୋଠାରୁ ସେହି ପୁରାତନ ଜୀବନ ଚାହାନ୍ତି ନାହିଁ। ମାତ୍ର ସେ ଆମମାନଙ୍କୁ ଏକ ନୂତନ ଜୀବନ ଦେବାକୁ ଚାହାନ୍ତି। ଈଶ୍ୱର ଆପଣଙ୍କ ଜୀବନରୁ
ସେହି ଖ୍ରୀଷ୍ଟୀୟ ଜୀବନ ଦାବି କରନ୍ତି ନାହିଁ, ମାତ୍ର ସେ ଆପଣଙ୍କ ମଧ୍ୟ ଦେଇ ସେହି ଜୀବନଯାପନ କରିବାକୁ ଚାହାନ୍ତି। କାରଣ ସେ ଜାଣନ୍ତି ଆପଣଙ୍କର ଦୁର୍ବଳତା। ଗାଲାତୀୟ ପତ୍ର ତାହା ହିଁ ଶିକ୍ଷା ଦିଏ। ମାତ୍ର ପ୍ରଥମେ ଆପଣଙ୍କୁ ବିଶ୍ୱାସର ସହିତ ସେ ଖ୍ରୀଷ୍ଟଙ୍କ ନିକଟକୁ ଆସିବାକୁ ହେବ ଓ ନିଜର ପାପ ସବୁ ସ୍ୱୀକାର କରିବାକୁ ହେବ ଓ ପାପରୁ ଉଦ୍ଧାର ପାଇବାକୁ ହେବ। ତାହେଲେ ସେ ଆମମାନଙ୍କୁ ଏକ ବାସ୍ତବ ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ଶକ୍ତି ଦେବେ ଓ ସେହି ଅନନ୍ତ ଜୀବନର ପଥରେ କଢ଼ାଇ ନେବେ। ଆଜି ଖ୍ରୀଷ୍ଟୀୟ ମଣ୍ଡଳୀଗୁଡ଼ିକ ସେହିପରି ଲୋକମାନଙ୍କ ଦ୍ୱାରା ପରିପୂର୍ଣ୍ଣ, ଯେଉଁମାନେ ଖ୍ରୀଷ୍ଟଙ୍କୁ ଜାଣନ୍ତି ନାହିଁ କିମ୍ବା ଉଦ୍ଧାର ପ୍ରାପ୍ତ ନୁହନ୍ତି। ଆପଣ ଜାଣନ୍ତି କାହିଁକି? କାରଣ ସେମାନେ କେବେ ହେଲେ ଖ୍ରୀଷ୍ଟଙ୍କ ନିକଟକୁ ଆସି ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତି ନାହିଁ। ସେମାନେ ଭାବନ୍ତି ଯେ ଖ୍ରୀଷ୍ଟଙ୍କୁ ଅର୍ପଣ କରିବା ନିମନ୍ତେ ସେମାନଙ୍କର କିଛି ଅଛି, କିନ୍ତୁ ଖ୍ରୀଷ୍ଟଙ୍କୁ ଅର୍ପଣ କରିବା ନିମନ୍ତେ ଆପଣଙ୍କର ସେପରି କିଛି ନାହିଁ। କିନ୍ତୁ ସେ ଆପଣଙ୍କୁ କିଛି ଦେବା ପାଇଁ ଚାହାନ୍ତି। ସେ ହେଉଛନ୍ତି ଜଣେ ଯିଏକି ଆମମାନଙ୍କ ନିମନ୍ତେ ମୃତ୍ୟୁବରଣ କଲେ, ଆଉ ସେ ଆପଣଙ୍କୁ ସବୁକିଛି ଦେବା ପାଇଁ ପ୍ରସ୍ତୁତ। କାରଣ ରୋମିଓ 6:23 ଲେଖା ଅଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ପ୍ରିୟ ବନ୍ଧୁ, ଆପଣ କ'ଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣଙ୍କର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛନ୍ତି? ଏହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ବ୍ୟବସ୍ଥା ଓ ବିଧିବିଧାନ ପ୍ରତି ମନୁଷ୍ୟର ଚିନ୍ତାଧାରା ଓ ତହିଁ ପ୍ରତି ବାସ୍ତବ ହୃଦବୋଧତା ତାହାକୁ କର୍ମ ଆଡ଼କୁ କଢ଼ାଇ ନିଏ। କିନ୍ତୁ ମନୁଷ୍ୟ ତଦନୁଯାୟୀ ଜୀବନଯାପନ କରି ନ ପାରିବା ହେତୁ ସେ ତହିଁର ପ୍ରତି ବଦଳରେ କିଛି ଉତ୍ତମ ବିଷୟ ସାଧନ କରିବା ନିମନ୍ତେ ଚେଷ୍ଟା କରେ ଓ ସେହି ଉତ୍ତମ କର୍ମ ଦ୍ୱାରା ସେ ନିଜର ପାପ ସହିତ ଏକ ସମାନତା ରକ୍ଷା କରିବାକୁ ଚେଷ୍ଟା କରେ, ଯେପରିକି ସେ ଉଦ୍ଧାର ପାଇପାରେ। ଆପଣଙ୍କର ମନେଥିବ, ପ୍ରେରିତ ପାଉଲ ମଧ୍ୟ ସେହିପରି କରିବା ନିମନ୍ତେ ଚେଷ୍ଟା କରିଥିଲେ, ଯେତେବେଳେ କି ସେ ଖ୍ରୀଷ୍ଟଙ୍କୁ ଜାଣିନଥିଲେ ଓ ସେଥି ନିମନ୍ତେ ତାହାଙ୍କର ଯଥେଷ୍ଟ କିଛି ଉତ୍ତମ ବିଷୟ ରହିଥିଲା। କିନ୍ତୁ ଦିନେ ଯେତେବେଳେ ସେ ଖ୍ରୀଷ୍ଟଙ୍କୁ ଜାଣିବାକୁ ପାରିଲେ, ସେତେବେଳେ ସେ କହିଲେ, କିନ୍ତୁ ଯାହା ସବୁ ମୋ ପକ୍ଷରେ ଲାଭଜନକ ଥିଲା, ସେହିସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି, ଯାହାକି ଫିଲିପି 3:7 ଲେଖା ଅଛି। ପବିତ୍ର ଆତ୍ମା ଆଜି ଅନୁଗ୍ରହ ବିଷୟରେ ସାକ୍ଷ୍ୟ ଦିଅନ୍ତି। ଏହା ହିଁ ହେଉଛି ସୁସମାଚାରର ହୃଦବୋଧତା, ଯାହାକି ବିଶ୍ୱାସ ଆଡ଼କୁ କଢ଼ାଇ ନିଏ। ପ୍ରକୃତରେ ବ୍ୟବସ୍ଥା ମନୁଷ୍ୟର ପତନ ବିଷୟକୁ ଅସ୍ୱୀକାର କରେ। ଏହା ହିଁ ଥିଲା କଇନର ସ୍ଥିତି। କିନ୍ତୁ ଅନୁଗ୍ରହ ମନୁଷ୍ୟର ପତନକୁ ସ୍ୱୀକାର କରେ, ଯେପରିକି ହେବଲ କରିଥିଲେ, ଯେତେବେଳେ କି ସେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କଲେ। କିନ୍ତୁ ଆଜି ଅନେକ ଏହିପରି ଅଛନ୍ତି, ଯେଉଁମାନେ କି ଖ୍ରୀଷ୍ଟଙ୍କ ନିକଟକୁ ଆସି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନାହାନ୍ତି, ମାତ୍ର ସେମାନେ ଈଶ୍ୱରଙ୍କ ନିମନ୍ତେ କିଛି ଧର୍ମକର୍ମ କରି ଉଦ୍ଧାର ପାଇଯିବେ ବୋଲି ଭାବନ୍ତି। ମାତ୍ର ସେମାନେ ତାହା କେବେ ହେଲେ ସାଧନ କରିପାରିବେ ନାହିଁ। ସେମାନେ ଈଶ୍ୱରଙ୍କୁ କିଛି ଦେଇପାରିବେ ନାହିଁ, କାରଣ ଈଶ୍ୱର ସେମାନଙ୍କ ନିମନ୍ତେ ଯାହା ଦେଇଅଛନ୍ତି, ତହିଁର ପରିବର୍ତ୍ତେ ସେମାନେ କିଛି ଦେଇପାରିବେ ନାହିଁ। ସେହି ଜଣେ ଯିଏକି ଆପଣଙ୍କ ନିମନ୍ତେ ମୃତ୍ୟୁବରଣ କରିଅଛନ୍ତି ଓ ଆପଣଙ୍କ ନିମନ୍ତେ ସେହି ଧାର୍ମିକତା ସାଧନ କରିଅଛନ୍ତି। ସେଥିପାଇଁ ରୋମିଓ 6:23 ଲେଖା ଅଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ପ୍ରିୟ ବନ୍ଧୁ, ଆପଣ କ'ଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିପାରିଛନ୍ତି କି? ସମୟ ତଥା ସୁଯୋଗ ଥାଉଁ ଥାଉଁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହୁଅନ୍ତୁ। ବର୍ତ୍ତମାନ ଆମେ ଏକ ନୂତନ ବିଭାଗ ମଧ୍ୟକୁ ପ୍ରବେଶ କରୁଅଛୁ, ଯାହାକି ପ୍ରେରିତ ପାଉଲଙ୍କ ସହିତ ବ୍ୟକ୍ତିଗତ ଭାବେ ଆଚରଣ କରେ, ଯାହାକି ଆରବରେ ତାହାଙ୍କର ଅନୁଭୂତି, ଜେରୁସାଲେମରେ ପ୍ରେରିତମାନଙ୍କ ସହିତ ତାହାଙ୍କର ଅନୁଭୂତି ଓ ଆନ୍ତିଓଖରେ ପିତରଙ୍କ ସହିତ ତାହାଙ୍କର ଅନୁଭୂତି। ଏହା ଆମ୍ଭେମାନେ ଏହି ଅଂଶରୁ ଆରମ୍ଭ କରି ଦ୍ୱିତୀୟ ଅଧ୍ୟାୟର ପ୍ରଥମ ଅର୍ଦ୍ଧେକ ପର୍ଯ୍ୟନ୍ତ ଲକ୍ଷ୍ୟ କରିବାକୁ ପାରିବା। ତେବେ ଏହି ଅଂଶରେ
ପ୍ରଥମେ ଆମେ ସେହି ଆରବ ମରୁଭୂମିରେ ପୀଡ଼ିତ ପାଉଲଙ୍କର ଅନୁଭୂତିକୁ ଲକ୍ଷ୍ୟ କରିବାକୁ ଯିବା। ଏହା ପାଉଲଙ୍କର ବ୍ୟକ୍ତିଗତ ଅନୁଭୂତି ଥିଲା। ଦେଖନ୍ତୁ, ଗାଲାତୀୟ ପ୍ରଥମ ପର୍ବର 11 ପଦରେ ଏହିପରି ଲେଖା ଅଛି, କାରଣ ହେ ଭାଇମାନେ, ଯେଉଁ ସୁସମାଚାର ମୋ ଦ୍ୱାରା ପ୍ରଚାରିତ ହୋଇଅଛି ସେ ସମ୍ବନ୍ଧରେ ତୁମମାନଙ୍କୁ ଜଣାଉଅଛି ଯେ ତାହା ମନୁଷ୍ୟର ମତାନୁଯାୟୀ ନୁହେଁ। ପାଉଲ ପୁନର୍ବାର ଏଠାରେ ତାହାଙ୍କର ପ୍ରେରିତିକ ପଦ ଯେ ଈଶ୍ୱରଙ୍କ ଦ୍ୱାରା ଅନୁମୋଦିତ ତାହା ପ୍ରକାଶ କରନ୍ତି, ଯାହାକି ସେ ଏହି ପ୍ରଥମ ପର୍ବର ପ୍ରଥମ ପଦରେ ପ୍ରକାଶ କରିଅଛନ୍ତି। ସେ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ସେ ଯେଉଁ ସୁସମାଚାର ପ୍ରଚାର କରୁଅଛନ୍ତି ତାହା ମନୁଷ୍ୟର ମତାନୁଯାୟୀ ନୁହେଁ ବା ମନୁଷ୍ୟଠାରୁ ନୁହେଁ, ମାତ୍ର ଈଶ୍ୱରଙ୍କଠାରୁ। ଯୁହୁଦୀମାନେ ପାଉଲଙ୍କର ସୁସମାଚାର ଉପରେ କେବଳ ପ୍ରଶ୍ନ କରିନଥିଲେ, ମାତ୍ର ତାହାଙ୍କର ପ୍ରେରିତିକ ପଦ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ। ସେ ପ୍ରକୃତରେ ସେହି 12 ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନଥିଲେ, ମାତ୍ର ସେ ପରେ ସେମାନଙ୍କ ସହ ସଂଯୁକ୍ତ ହୋଇଥିଲେ। ସେମାନେ ତାହାଙ୍କର ସେହି ପ୍ରେରିତିକ ଅଧିକାର ଉପରେ ପ୍ରଶ୍ନ କରିଥିଲେ। ତେଣୁକରି ପାଉଲ ଏହି ବିଷୟକୁ ସେମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଯାଇ ସେମାନଙ୍କୁ ଦେଖାଇ ଦେବାକୁ ଚାହାନ୍ତି ଯେ ତାହାଙ୍କର ସେହି ପ୍ରେରିତିକ ଅଧିକାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଭାବବାଣୀ ଦ୍ୱାରା ସିଧାସଳଖ ତାହାଙ୍କୁ ପ୍ରଦତ୍ତ ହୋଇଥିଲା। ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆହ୍ୱାନପ୍ରାପ୍ତ ହୋଇ ସେହି ପ୍ରେରିତ ପଦର ଅଧିକାରୀ ହେବା ନିମନ୍ତେ ମନୋନୀତ ହୋଇଥିଲେ। ଏହାପରେ 12 ପଦରେ ଲେଖା ଅଛି, ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇନାହିଁ କିମ୍ବା ଶିକ୍ଷା କରିନାହିଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି। ପାଉଲ କହନ୍ତି ଯେ ସେ ତାହାଙ୍କର ଏହି ପ୍ରେରିତିକ ପଦ କୌଣସି ବିଦ୍ୟାଳୟକୁ ଯିବା ଦ୍ୱାରା ପ୍ରାପ୍ତ ହୋଇନାହାନ୍ତି କିମ୍ବା ମନୁଷ୍ୟମାନଙ୍କର ହସ୍ତାର୍ପଣ ଦ୍ୱାରା ପ୍ରାପ୍ତ ହୋଇନାହାନ୍ତି, ମାତ୍ର ତାହାଙ୍କର ସେହି ପ୍ରେରିତିକ ପଦ ଓ ସୁସମାଚାର ସେ ସିଧାସଳଖ ଭାବବାଣୀ ଦ୍ୱାରା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ପ୍ରାପ୍ତ ହୋଇଅଛନ୍ତି। ପ୍ରକାଶିତ ବାକ୍ୟ ପରି ସୁସମାଚାର ହେଉଛି ଏକ ଭାବବାଣୀ। ସୁସମାଚାର ପ୍ରେରିତ ପାଉଲଙ୍କ ପ୍ରତି ପ୍ରକାଶିତ ହେଲା। ସେ ପିତର ଯାକୁବ ବା ଯୋହନଙ୍କ ଦ୍ୱାରା ପ୍ରେରିତ ପଦରେ ମନୋନୀତ ହୋଇନଥିଲେ, ମାତ୍ର ସେ ସିଧାସଳଖ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଏହି ପ୍ରେରିତ ପଦ ନିମନ୍ତେ ଆହ୍ୱାନ ପ୍ରାପ୍ତ ହୋଇଥିଲେ। ପ୍ରଥମ ପର୍ବର 13 ଓ 14 ପଦରେ ଏହିପରି ଲେଖା ଅଛି, ପୂର୍ବେ ଯିହୁଦୀ ଧର୍ମରେ ମୋହର ଆଚାର ବ୍ୟବହାର ସମ୍ବନ୍ଧରେ ତୁମେମାନେ ତ ଶୁଣିଅଛ। ମୁଁ ଈଶ୍ୱରଙ୍କ ମଣ୍ଡଳୀକି ଅତିରିକ୍ତ ଭାବରେ ତାଡ଼ନା କରୁଥିଲି ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲି। ଆଉ ମୋର ପିତୃପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟନ୍ତ ଉଦ୍ଯୋଗୀ ହୋଇ ମୋହର ସମବୟସ୍କ ସ୍ୱଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୁଦୀ ଧର୍ମରେ ଅଗ୍ରସର ହେଉଥିଲି। ପାଉଲ କହନ୍ତି, ତୁମ୍ଭେମାନେ ମୋର ଆଚାର ବ୍ୟବହାର ସମ୍ବନ୍ଧରେ ତ ଶୁଣିଅଛ, ଅର୍ଥାତ୍ ତୁମ୍ଭେମାନେ ମୋର କାର୍ଯ୍ୟକଳାପ ସମ୍ବନ୍ଧରେ ଶୁଣିଅଛ। ପାଉଲ ବର୍ତ୍ତମାନ ତାହାଙ୍କର ଯିହୁଦୀ ଧର୍ମକୁ ଆଣି ଉପସ୍ଥାପିତ କରନ୍ତି, ଯେଉଁ ଧର୍ମରେ କି ସେ ବଢ଼ିଥିଲେ। ପାଉଲ ଯିହୁଦୀ ଧର୍ମରେ ବା ଯିହୁଦୀ ଧର୍ମ ଦ୍ୱାରା ଉଦ୍ଧାର ପାଇନଥିଲେ, ମାତ୍ର ଯିହୁଦୀ ଧର୍ମଠାରୁ ଉଦ୍ଧାର ପ୍ରାପ୍ତ ହୋଇଥିଲେ। ତେବେ ବର୍ତ୍ତମାନ ତାହାଙ୍କର ଚମତ୍କାର ଉକ୍ତିକୁ ଲକ୍ଷ୍ୟ କରନ୍ତୁ, ଯାହାକି ପ୍ରଥମ ପର୍ବର 15 ଓ 17 ପଦରେ ଲେଖା ଅଛି, କିନ୍ତୁ ଯେ ମୋର ମାତାଙ୍କ ଉଦରରୁ ମୋତେ ପୃଥକ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ, ସେ ଯେତେବେଳେ ଆପଣା ପୁତ୍ରଙ୍କୁ ମୋଠାରେ ପ୍ରକାଶ କରିବା ନିମନ୍ତେ ସନ୍ତୁଷ୍ଟ ହେଲେ, ଯେପରି ମୁଁ ବିଜାତିମାନଙ୍କ ମଧ୍ୟରେ ତାହାଙ୍କୁ ପ୍ରଚାର କରେ, ସେତେବେଳେ ମୁଁ ମନୁଷ୍ୟ ସହିତ ପରାମର୍ଶ ନ କରି କିମ୍ବା ମୋ ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଜେରୁସାଲେମକୁ ନ ଯାଇ ସେହି କ୍ଷଣି ଆରବକୁ ବାହାରିଗଲି। ପୁନଶ୍ଚ ମୁଁ ଦମେଶକକୁ ବାହୁଡ଼ି ଆସିଲି। ଏଥିରୁ ଜଣାଯାଏ ଯେ ପାଉଲ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଆହ୍ୱାନ ପ୍ରାପ୍ତ ହୋଇଥିଲେ, ଯାହାକି 15 ପଦରେ ଉଲ୍ଲେଖ ହୋଇଅଛି। 16 ପଦରେ ଲେଖା ଅଛି ଯେ ସେ ବିଜାତିମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆହ୍ୱାନ ପ୍ରାପ୍ତ ହୋଇଥିଲେ। ସେ ମନୁଷ୍ୟ ସହିତ ପରାମର୍ଶ କରିନଥିଲେ, ସେ ମନୁଷ୍ୟଠାରୁ ତାହା ପ୍ରାପ୍ତ ହୋଇନଥିଲେ, ମାତ୍ର ସେ ସିଧାସଳଖ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ପ୍ରାପ୍ତ ହୋଇଥିଲେ। ଅନେକ ବର୍ଷ ତଳେ ଜଣେ
ଆଧୁନିକ ଚିନ୍ତାଧାରା ବିଶିଷ୍ଟ ବ୍ୟକ୍ତି ଯିଏକି ପୁରାତନ ଭ୍ରାନ୍ତ ଶିକ୍ଷା ପ୍ରଚଳିତ କରାଇଥିଲେ, ସେ ପାଉଲଙ୍କ ବିଷୟ ନେଇ ଏକ ପୁସ୍ତକ ରଚନା କରିଥିଲେ। ସେ ମଧ୍ୟ ପାଉଲଙ୍କ ସମ୍ପର୍କରେ ଏହିପରି ପ୍ରଚାର କରି କହିଥିଲେ ଯେ ପାଉଲ ଜଣେ ମହାନ ଜ୍ଞାନୀ ଥିଲେ। ସେ ଜଣେ ମହାନ ମସ୍ତିଷ୍କ ସମ୍ପନ୍ନ ବ୍ୟକ୍ତି ଥିଲେ। ମୁଁ ମଧ୍ୟ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ ଯେ ଯଦି କେହି ଥାନ୍ତି ତାହେଲେ ଏପରି କୌଣସି ବ୍ୟକ୍ତି ନାହାନ୍ତି ଯେ କି ପାଉଲଙ୍କ ପରି ମହାନ ମସ୍ତିଷ୍କ ସମ୍ପନ୍ନ ବ୍ୟକ୍ତି ହୋଇପାରନ୍ତି। ଅନେକ ବିଦ୍ୱାନମାନେ ଅଛନ୍ତି ଯେଉଁମାନେ କି ପାଉଲଙ୍କ ସହିତ ବିଶେଷ ପରିଚିତ, ସେମାନେ ମଧ୍ୟ ଏହିପରି ଉକ୍ତି ପ୍ରକାଶ କରନ୍ତି। ତେବେ ସେହି ଆଧୁନିକ ଚିନ୍ତାଧାରା ବିଶିଷ୍ଟ ବ୍ୟକ୍ତି କହନ୍ତି ଯେ ପାଉଲ ଜିହୁଦୀ ଧର୍ମର ମୋଶାଙ୍କ ବ୍ୟବସ୍ଥାର ଜଣେ ମେଧାବୀ ଛାତ୍ର ଥିଲେ ଓ ଗ୍ରୀକ୍ ଦାର୍ଶନିକ ଶାସ୍ତ୍ରର ଜଣେ ମେଧାବୀ ଛାତ୍ର ଥିଲେ ଓ ସେ କହନ୍ତି ଯେ ପାଉଲ ଏହି ବିଷୟକୁ ମିଶାଇ ଆସି ଖ୍ରୀଷ୍ଟ ଧର୍ମରେ ଉପନୀତ ହେଲେ। ବର୍ତ୍ତମାନ ପାଉଲ ଏଠାରେ କହନ୍ତି ଯେ ସେ ସେହିପରି ଭାବେ ସୁସମାଚାର ପ୍ରାପ୍ତ ହୋଇନାହାନ୍ତି। ସେ ସିଧାସଳଖ ଯୀଶୁଖ୍ରୀଷ୍ଟଙ୍କଠାରୁ ଭାବବାଣୀ ଆକାରରେ ସେହି ସୁସମାଚାର ପ୍ରାପ୍ତ ହୋଇଥିଲେ। ତେବେ 18 ପଦରେ ଏହିପରି ଲେଖା ଅଛି, ତାହାପରେ 3 ବର୍ଷ ଉତ୍ତାରେ ମୁଁ କେଫାଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଜେରୁସାଲେମକୁ ଗଲି ଓ ତାଙ୍କ ସହିତ 15 ଦିନ ରହିଲି। ମୁଁ ଭାବେ ଯେ ଏହି ଘଟଣା ମଧ୍ୟ ପ୍ରେରିତ 9 ପର୍ବର 26ରୁ 29 ପଦ ମଧ୍ୟରେ ବର୍ଣ୍ଣିତ ହୋଇଅଛି। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, ପରେ ସେ ଜେରୁସାଲେମକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ। ମାତ୍ର ସେ ଯେ ଜଣେ ଶିଷ୍ୟ ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ। କିନ୍ତୁ ବର୍ଣ୍ଣବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ। ପୁଣି ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କି ପ୍ରକାରେ ସେ ଦମେଶକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। ଆଉ ସେ ସେମାନଙ୍କ ସହିତ ଜେରୁସାଲେମରେ ଗମନାଗମନ କରି ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ। ପୁଣି ସେ ଗ୍ରୀକ୍ ଭାଷାବାଦୀ ଜିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କ ବିତର୍କ କରୁଥିଲେ। କିନ୍ତୁ ସେମାନେ ତାହାଙ୍କୁ ବଦ୍ଧ କରିବା ସକାଶେ ଚେଷ୍ଟା କରିବାକୁ ଲାଗିଲେ। ଯେତେବେଳେ ଏହି ସମସ୍ତ ବିଷୟକୁ ଏକାଠି କରି ବିଚାରକୁ ଅଣାଯାଏ, ଏଥିରୁ ଜଣାଯାଏ ଯେ ପାଉଲ 3 ବର୍ଷରୁ କମ୍ ସମୟ ସେହି ଆରବ ମରୁଭୂମିରେ ଅତିବାହିତ କରିଥିଲେ। ଏଠାରେ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବାକୁ ପାରିବେ ଯେ ଈଶ୍ୱର ଏହିପରି ଭାବରେ ତାହାଙ୍କର ଲୋକମାନଙ୍କୁ ତାଲିମ ଦେଇଥିଲେ। ସେ ମରୁଭୂମିରେ ମୋଶାଙ୍କୁ ମଧ୍ୟ ତାଲିମ ଦେଇଥିଲେ। ଏପରିକି ସେ ଅବ୍ରାହମକୁ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନକୁ ଆହ୍ୱାନ କରି ତାହାଙ୍କୁ ତାଲିମ ଦେଇଥିଲେ। ଏଲିୟଙ୍କର ମଧ୍ୟ ଠିକ୍ ସେହିପରି ଅନୁଭୂତି ରହିଥିଲା। ଏହା ହିଁ ଥିଲା ଈଶ୍ୱରଙ୍କର ଏକ ସ୍ୱତନ୍ତ୍ର ଧାରା ବା ପ୍ରଣାଳୀ, ଯାହାକି ସେ ମରୁଭୂମିରେ ତାହାଙ୍କର ଲୋକମାନଙ୍କୁ ତାଲିମ ଦେଇଥିଲେ। ଦାଉଦ ମଧ୍ୟ ସେହିପରି ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ। ସେ ସାଉଲଙ୍କ ହସ୍ତରୁ ରକ୍ଷା ପାଇବା ନିମନ୍ତେ ଯେତେବେଳେ ଗୁମ୍ଫାମାନଙ୍କ ମଧ୍ୟରେ ନିଜକୁ ଲୁଚାଉଥିଲେ, ସେହି ସମୟରେ ଈଶ୍ୱର ତାହାଙ୍କୁ ତାଲିମ ମଧ୍ୟ ଦେଇଥିଲେ। ଆଉ ସେହି ତାଲିମ ମଧ୍ୟ ଦେଇ ତାହାଙ୍କୁ କଢ଼ାଇ ନେଇଥିଲେ, ଯେପରି ସେ ଇସ୍ରାଏଲର ରାଜା ହେବା ନିମନ୍ତେ ଯୋଗ୍ୟ ହୋଇପାରନ୍ତି। ପ୍ରଭୁ ଏଠାରେ ସେହିପରି ଭାବେ ପାଉଲଙ୍କୁ ମଧ୍ୟ ତାଲିମ ଦିଅନ୍ତି। ଈଶ୍ୱର ତାହାଙ୍କୁ ତାଲିମ ଦେବା ନିମନ୍ତେ ମରୁଭୂମିକୁ ପଠାଇଲେ ଓ ସେଠାରୁ ସେ ଜେରୁସାଲେମକୁ ଗଲେ ଓ ପିତରଙ୍କ ସହିତ ସାକ୍ଷାତ କରି ସେଠାରେ ତାହାଙ୍କ ସହିତ 15 ଦିନ ରହିଲେ। ଏଠାରେ ଯେଉଁ ଲେଖା ଅଛି ଯେ କେଫାଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଜେରୁସାଲେମକୁ ଗଲି ଓ ତାହାଙ୍କ ସହିତ 15 ଦିନ ରହିଲି, ଏହି କେଫା ହେଉଛନ୍ତି ପିତର, ଯାହାଙ୍କୁ ପ୍ରଭୁ ଯୀଶୁ ଆହ୍ୱାନ କରିଥିଲେ। ଆଉ ଏହି ସ୍ଥାନରେ ଆମେ ଦେଖୁଛୁ ଯେ ପାଉଲ ଆସି ପିତରଙ୍କ ସହିତ ସାକ୍ଷାତ କରୁଅଛନ୍ତି। ପ୍ରିୟ ବନ୍ଧୁ, ମନୁଷ୍ୟ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଧାର୍ମିକ ଗଣିତ ହୋଇପାରିବ ନାହିଁ।
ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକ ଗଣିତ ହୋଇପାରିବ। ପ୍ରିୟ ବନ୍ଧୁ, ଆଜି ଆପଣ କାହା ଉପରେ ନିର୍ଭର କରନ୍ତି? ନିଜର ଧର୍ମକର୍ମ ଉପରେ ନିର୍ଭର କରି ପାପରୁ ଉଦ୍ଧାର ପ୍ରାପ୍ତ ହେବା ପାଇଁ ଚାହାନ୍ତି, ନା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ନିକଟରେ ନିଜର ସମସ୍ତ ପାପ ଅଯୋଗ୍ୟତାକୁ ସ୍ୱୀକାର କରି କ୍ଷମାପ୍ରାପ୍ତ ହୋଇ ପାପରୁ ଉଦ୍ଧାରପ୍ରାପ୍ତ ହେବା ପାଇଁ ଚାହାନ୍ତି? ମନୁଷ୍ୟ ନିଜର ଧର୍ମକର୍ମ ବଳରେ ପାପରୁ ଉଦ୍ଧାର ପାଇପାରିବ ନାହିଁ, କିନ୍ତୁ ସେ ଅନୁତାପର ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କ୍ରୁଶ ନିକଟକୁ ଆସି ସେହି କ୍ରୁଶ ନିକଟରେ ସମସ୍ତ ପାପ ସ୍ୱୀକାର କଲେ ତାହାଙ୍କର ଅନୁଗ୍ରହ ଦ୍ୱାରା ସେ ଧାର୍ମିକ ଗଣିତ ହୋଇପାରିବ। ପ୍ରଭୁ ଆମମାନଙ୍କୁ ଏକ ଅନୁତାପର ହୃଦୟ ଦିଅନ୍ତୁ, ଏକ ଆତ୍ମସମୀକ୍ଷାର ହୃଦୟ ଦାନ କରନ୍ତୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।